ଲୋକଙ୍କ ସରକାରର ଏହା ଦ୍ୱିତୀୟ ବଜେଟ୍। ଗତ ବର୍ଷ ଓଡ଼ିଶାବାସୀ ଏକ ଐତିହାସିକ ଓ ନିର୍ଣ୍ଣାୟକ ରାୟ ଦ୍ୱାରା ଆମ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଆମ ସରକାର ରାଜ୍ୟର ଐତିହ୍ୟ ଓ ଲୋକାଚାର ପ୍ରତି ସଯତ୍ନ ସମ୍ମାନ ପ୍ରଦାନ ସହ ଜନସାଧାରଣଙ୍କର ସୁରକ୍ଷିତ ଭବିଷ୍ୟତ ନିମନ୍ତେ ଦୃଢ଼ ପ୍ରତିବଦ୍ଧ। ଦ୍ରୁତ ପରିବର୍ତ୍ତନ, ଦ୍ରୁତ ଅଗ୍ରଗତି ଏବଂ ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ପାଇଁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ମତଦାନ କରିଥିଲେ। ସେମାନେ ଏପରି ସରକାର ଚାହୁଁଥିଲେ ଯାହାଙ୍କ ଉପରେ ସେମାନେ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରିବେ। ଆମ ସରକାର ସେମାନଙ୍କର ଆଶା ପୂରଣ କରିବାରେ ଅହରହ ଉଦ୍ୟମରତ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଆମର ଜାତୀୟ ଅର୍ଥନୀତି କ୍ରମାଗତ ଭୂ ରାଜନୈତିକ ଅସ୍ଥିରତା ଏବଂ ନିମ୍ନ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ସମୟରେ ସମସ୍ତ ପ୍ରମୁଖ ବିଶ୍ୱ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିପାରିଛି। 2024-25 ଆର୍ଥିକ ବର୍ଷର ଆକଳନ ଅନୁଯାୟୀ ବାସ୍ତବ ହିସାବରେ ଜାତୀୟ ଅଭିବୃଦ୍ଧି ହାର 6.4% ଥିବାବେଳେ ଆମ ରାଜ୍ୟ ଅର୍ଥନୀତି 7.2% ଅଭିବୃଦ୍ଧି ହାସଲ କରିବ। ମଧ୍ୟମ ଅବଧିରେ ରାଜ୍ୟ ଅର୍ଥନୀତି 8%ରୁ ଅଧିକ ହାରରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଆମ ସରକାର ଆମର ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ମୂଳମନ୍ତ୍ର ସବକା ସାଥ ସବକା ବିକାଶ ଅନୁଯାୟୀ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି, ଅଧିକ ନିଯୁକ୍ତି, ସୁଯୋଗ ସୃଷ୍ଟି ତଥା ସନ୍ତୁଳିତ ଆଞ୍ଚଳିକ ବିକାଶ ହାସଲ ପାଇଁ ପଦକ୍ଷେପ ନେଉଛନ୍ତି। ନିକଟରେ ଆମେ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ କରି ଆମ ସଂସ୍କୃତି, ଖାଦ୍ୟଶୈଳୀ ଓ ଐତିହ୍ୟକୁ ବିଶ୍ୱ ସ୍ତରରେ ପ୍ରଦର୍ଶିତ କରିଛୁ। ଉତ୍କଳ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାକୁ କେବଳ ସୁଯୋଗର ଭୂମି ନୁହେଁ ବରଂ ପୁଞ୍ଜିନିବେଶର ଚରମ ଗନ୍ତବ୍ୟସ୍ଥଳ ଭାବରେ ଦର୍ଶାଯାଇଛି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ 20ରୁ ଅଧିକ କ୍ଷେତ୍ରରେ 593ଟି ପ୍ରକଳ୍ପ ମିଳିପାରିଛି, ଯେଉଁଥିରେ ମୋଟ 16,73,000 କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି, ଯାହାଦ୍ୱାରା ଆମ ଯୁବବର୍ଗଙ୍କ ପାଇଁ 12,88,000 ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର 30ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ, ଯାହା ସମସ୍ତ ଜିଲ୍ଲାର ସମତୁଲ ପ୍ରଗତି ପାଇଁ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମ ସରକାର ସମୃଦ୍ଧ ଓଡ଼ିଶା 2036ର ଯାତ୍ରା ଆରମ୍ଭ କରିଛନ୍ତି, ଯେଉଁ ସମୟରେ ଆମେ $500 ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବାର ଆଶା ରଖିଛୁ। ବିକଶିତ ଓଡ଼ିଶା ପାଇଁ ଆମର ଦୃଷ୍ଟିକୋଣ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ରଣନୀତି ଉପରେ ଆଧାରିତ। ଆମେ ଓଡ଼ିଶାକୁ ବିକଶିତ ଭାରତ 2047ର ଅଭିବୃଦ୍ଧି ପାଇଁ ଏକ ଇଞ୍ଜିନ ଭାବରେ ପରିକଳ୍ପନା କରିଛୁ। ଆମେ 2047 ସୁଦ୍ଧା $1.5 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ହେବାକୁ ଆଶା ରଖିଛୁ। ସରକାର ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିବା ପାଇଁ ଏକ ସାମଗ୍ରିକ ରଣନୀତି ପ୍ରସ୍ତୁତ କରିଛନ୍ତି ଏବଂ ଏହି ବଜେଟ୍ରେ ସେଥିମଧ୍ୟରୁ କେତେକ ପଦକ୍ଷେପକୁ ରୂପରେଖ ଦିଆଯିବ। ଓଡ଼ିଶାର ବିକାଶ ସହିତ ଆମେ ସହରୀକରଣ ଯୋଜନା କରିବୁ, ଯାହା ଅଭିବୃଦ୍ଧିର ଇଞ୍ଜିନ ଭାବରେ କାର୍ଯ୍ୟ କରିବ। କୃଷି ଆୟ ବୃଦ୍ଧି ପାଇଁ ସର୍ବାଧିକ ଚାଷ ଜମିକୁ ଜଳସେଚନ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯିବ। ଭାରତ ସରକାରଙ୍କର ସହାୟତାରେ ରାଜ୍ୟରେ ସଡ଼କ, ରେଳପଥ ଏବଂ ବିମାନ ବନ୍ଦର କ୍ଷେତ୍ରର ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସୁଦୀର୍ଘ ଉପକୂଳ ଓଡ଼ିଶା ପାଇଁ ଏକ ସୁଯୋଗ। ଏହି ସୁଯୋଗର ଉପଯୋଗ ଦ୍ୱାରା ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରି ଆମେ ବନ୍ଦର ଭିତ୍ତିକ ବିକାଶ ଉପରେ ଗୁରୁତ୍ୱ ଦେବୁ, ଯାହାଦ୍ୱାରା ଆମେ ଆନ୍ତର୍ଜାତୀୟ ସପ୍ଲାଇ ଚେନ୍ ସହିତ ଯୋଡ଼ି ହୋଇପାରିବୁ। ଏହା ଅର୍ଥନୈତିକ ଅଭିବୃଦ୍ଧି ସହିତ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ। ଆମେ ବୟନଶିଳ୍ପ, ପୋଷାକ ତିଆରି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଭଳି ଅଧିକ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ଏବଂ ନୂତନ ଯୁଗର ଶିଳ୍ପ ଉପରେ ଗୁରୁତ୍ୱ ଦେବୁ। ରାଜ୍ୟରେ ଏକ ଦକ୍ଷ ଏବଂ ଉଚ୍ଚଶିକ୍ଷିତ ଶ୍ରମଶକ୍ତି ରହିଛି ଏବଂ ଆମେ ସ୍କିଲ୍ଡ ଇନ୍ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ
स्किलिंग फॉर द वर्ल्ड भाव में प्रतिष्ठित करूँ। सेवा क्षेत्र में सरकार आईटीईएस एवं ग्लोबल कैपेबिलिटी सेंटर वृद्धि उपर गुरुत्व देवे एवं राज्यर टीयर 2 एवं टीयर 3 सहर उपर ध्यान देवे। आम सरकार सुभद्रा भली विभिन्न योजना द्वारा नागरिक मानकर एक सुदृढ़ सामाजिक सुरक्षा व्यवस्था प्रदान करिसेंती। मेधावृत्ति भत्ता वृद्धि एवं मध्याह्न भोजन योजना रे अधिक छात्र छात्री को अंतर्भुक्त करबा पई अधिक अर्थ बराद करा जायछि। शिक्षा एवं स्वास्थ्य क्षेत्र में अधिक संबल विनियोग द्वारा आम एक दक्ष एवं सुस्थ समाज सुनिश्चित करूँ जो माने आम राज्यर अभिवृद्धि में योगदान करें। रास्ता घाट पक्का घर बिजुली पानीय जल टेलीकम सेवा क्रीड़ा भित्तिभूमि और अन्यान्य सामाजिक और अर्थनैतिक भित्तिभूमि एवं समस्त जीविका सुजोग प्रदान करी जीवन धारण मान में उन्नति आने ग्रामांचल अधिक पुंजीनिवेश करूँ। आमर लक्ष्य उच्चाकांक्षी तथापि हासिल योग्य। आमे कठिन परिश्रम करूँ, आमे एकाठी काम करूँ एवं आमे आमर लक्ष्य हासिल करूँ। चाणक्यंकर नीति सूत्र मध्य कहे कार्य पुरुष करेण लक्ष्यम संपादयति अर्थात दृढ़ मानव प्रयास द्वारा कार्य निश्चित रूपे संपन्न ही थाए।